Hello everyone, welcome to my YouTube channel Teaching by SB PG second semester paper 201 Unit 2 ଅନ୍ଧାରୁଆ ସଚ୍ଚିଦାନନ୍ଦ ରାଉତରାୟଙ୍କ ଅନ୍ଧାରୁଆ ଗଳ୍ପଟି ଦେଖିବା। ଆଧୁନିକ ଓଡ଼ିଆ କବିତା କ୍ଷେତ୍ରରେ କବି ପଦ୍ମଶ୍ରୀ ସଚ୍ଚିଦାନନ୍ଦ ରାଉତରାୟ ଜଣେ ଚିରସ୍ମରଣୀୟ ଯଶସ୍ୱୀ ସ୍ରଷ୍ଟା। ସେ 1916 ମସିହା ମେ ମାସ 13 ତାରିଖରେ ଖୋର୍ଦ୍ଧା ଜିଲ୍ଲାର ଗୁରୁଜଙ୍ଗ ଗ୍ରାମରେ ଜନ୍ମ। ସଚ୍ଚିଦାନନ୍ଦ ରାଉତରାୟ 1916 ମସିହା ମେ ମାସ 13 ତାରିଖରେ ଗୁରୁଜଙ୍ଗ ଗ୍ରାମ କେଉଁ ଜିଲ୍ଲାର ନା ଖୋର୍ଦ୍ଧା ଜିଲ୍ଲାର ଗୁରୁଜଙ୍ଗ ଗ୍ରାମରେ ଜନ୍ମଗ୍ରହଣ କରିଛନ୍ତି। ଓଡ଼ିଆ ଓ ଇଂରାଜୀରେ ସେ 40ରୁ ଅଧିକ ପୁସ୍ତକ ରଚନା କରିଯାଇଛନ୍ତି। ବହୁମୁଖୀ ପ୍ରତିଭାର ଅଧିକାରୀ ପଦ୍ମଶ୍ରୀ ସଚ୍ଚିଦାନନ୍ଦ ରାଉତରାୟ ଏକାଧାରରେ କବି, ଗାଳ୍ପିକ, ଔପନ୍ୟାସିକ, ଆଲୋଚକ, ପ୍ରାବନ୍ଧିକ, ଅନୁବାଦକ ଏବଂ ଜୀବନୀକାର ମଧ୍ୟ। ଭାରତ ସରକାରଙ୍କ ଠାରୁ 1962 ମସିହାରେ ପଦ୍ମଶ୍ରୀ ଉପାଧିରେ ବିଭୂଷିତ ହେବା ସଙ୍ଗେ ସଙ୍ଗେ 1963 ମସିହାରେ ସେ ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଛନ୍ତି। ସଚ୍ଚିଦାନନ୍ଦ ରାଉତରାୟ ନିଜର ସାମଗ୍ରିକ କୃତି ପାଇଁ ସର୍ବୋଚ୍ଚ ସମ୍ମାନାସ୍ପଦ ଜ୍ଞାନପୀଠ ପୁରସ୍କାର ଲାଭ କରିଥିଲେ। ଜ୍ଞାନପୀଠ ପୁରସ୍କାର ଲାଭ ମଧ୍ୟ କରିଥିଲେ ସଚ୍ଚିଦାନନ୍ଦ ରାଉତରାୟ। ଏବେ ସେ ଗଳ୍ପଟି ଦେଖିବା। ପହଲି ଥିଲା ଗାଁର ଏକ ନିମ୍ନ ଶ୍ରେଣୀର କୃଷକ। ପରିବାରରେ ତାର ଥିଲେ ସେ ନିଜେ ଓ ତାର ସ୍ତ୍ରୀ ଗେଲି ବୋଉ। ପ୍ରତିଦିନ ବଡ଼ି ଭୋରରୁ ଗେଲି ବୋଉ ଉଠି ଗାଁର ଟାଙ୍ଗ, ଟୋକର, ଗୋବର, ପାଟ ବୁଲି ସଂଗ୍ରହ କରେ ଏବଂ ପହଲି ସେହି ଗୋବର ଖତକୁ ତାର ଜମିରେ ସାର ଆକାରରେ ଦିଏ। ପହଲିର ପରିବାର କହିଲେ ସେ ନିଜେ ଓ ତାର ସ୍ତ୍ରୀ ଗେଲି ବୋଉ। ପ୍ରତିଦିନ ସକାଳୁ ସକାଳୁ ଗେଲି ବୋଉ ଟାଙ୍ଗ, ଟୋକର, ଗୋବର, ପାଟ ବୁଲି ସଂଗ୍ରହ କରେ ଏବଂ ପହଲି ସେଇ ଗୋବର ଖତକୁ ନେଇ ତାର ଜମି ସାର ଆକାରରେ ଜମିରେ ଦିଏ। ପହଲି ମଧ୍ୟ ଶୀତ ଋତୁରେ ହାଡ଼ଭଙ୍ଗା ଶୀତ ଓ ଖରା ବର୍ଷାକୁ ଭ୍ରୂକ୍ଷେପ ନ କରି ଜମି ଖଣ୍ଡକରେ ଲାଗି ପଡ଼ିଥାଏ। କିଛି ଦିନ ପରେ ଜମିରେ ଧାନ ଗଛ ଖୁବ୍ ସୁନ୍ଦର ଭାବେ ବଢ଼ି ଜମିରେ ଧାନ ପେଣ୍ଡା ଝୁଲିବାକୁ ଲାଗିଲା। ସେଦିନ ପହଲିର ଆନନ୍ଦ କହିଲେ ନ ସରେ। ସେଇ ଧାନ ଗୁଡ଼ାକୁ ଦେଖି ଯେଉଁ ଧାନ ପେଣ୍ଡା ଯେଉଁ ଝୁଲୁଥିଲା ସେଇ ଧାନ ପେଣ୍ଡାକୁ ଦେଖି ତାର ଖୁସିରେ ମନ ଭରି ଉଠିଥିଲା। ସେହି ଜମି ମଝିରେ ଗୋଟିଏ ଭାଡ଼ି ତିଆରି କରି ମାର୍ଗଶିର ମାସର ସେହି ହାଡ଼ଭଙ୍ଗା ଶୀତରେ ହେଁସଟିଏ ଘୋଡ଼ାଇ ହୋଇ ବସିଥିଲା। ସେ ଦେଖିଲା ଚତୁଷ୍ପଦ ମାନେ ଚାରିପାଖରେ ପାଣି ଜମିର ମଝିରେ ପଶି ଧାନ ଗଛଗୁଡ଼ିକୁ ଚକଡ଼ି ଦେଇ ଚାରିଆଡ଼େ ମାଡ଼ି ପକାଉଛି। ସେ ଗୋଟିଏ ବାଉଁଶ ଠେଙ୍ଗା ଧରି ଜନ୍ତୁଟିକୁ ଖୋଜିଲା, କିନ୍ତୁ ଚାରିପାଦ ପ୍ରାଣୀଟି ଦୌଡ଼ି ପଳାଇବା ପରେ ଗୋଟିଏ ଖାଲ ଥିବା ଜାଣି ଆଗକୁ ନ ଯାଇ ପଛକୁ ଫେରି ଆସିଲା, ଯାହାଦ୍ୱାରା କି ପହଲିର ଏକ ବିରାଟ ଠେଙ୍ଗା ପାହାର ତାହାର ତାଳୁ ଉପରୁ ଯାଇ ବସିଲା ଏବଂ ତାହା ଫଁ ଫଁ ନିଶ୍ୱାସ ଛାଡ଼ି ପ୍ରାଣ ବିକଳରେ ଯାଇ ଗୋଟିଏ କଣ୍ଟା ବୁଦାରେ ପଡ଼ିଗଲା। ସେଠାରେ ଉକ୍ତ ପଶୁଟିର ପ୍ରାଣବାୟୁ ଉଡ଼ିଗଲା। ସେ ପଶୁଟି ମୃତ୍ୟୁବରଣ କରିଲା। ପହଲି ଜାଣିଲା ଯେ ତାହା ଏକ କଳା ରଙ୍ଗର ପଶୁଟିଏ। ଏହାପରେ ସେ ଭାଡ଼ିକି ଆସି ନିଶ୍ଚିନ୍ତରେ ଶୋଇଲା। ଶୋଇଥିବା ଅବସ୍ଥାରେ ସ୍ୱପ୍ନ ଦେଖିଲା, କାଳିଆ କଙ୍କାଳ ଚାରିପଟେ ତାର କାଉ ବେଢ଼ିଛନ୍ତି। ଗୋଟିଏ ଭୋକିଲା ଶାଗୁଣା ଆସି ସେହି ମଢ଼ର ନାଭି ଭିତରେ ଥଣ୍ଟ ପୁରାଉଛି। ସେହି ମଢ଼ର ଚାରିଟିଯାକ ଖୁରାକୁ କିଏ ହାଣି ଦେଇଛି, କୁରାଢ଼ୀରେ ହାଣି ଦେଇଛି। ଉକ୍ତ ସ୍ୱପ୍ନ ପହଲି ମନରେ ଏକ ବିରାଟ ପ୍ରତିକ୍ରିୟା ସୃଷ୍ଟି କଲା। ସେ ଯେଉଁ ଦେଖିଥିଲା ସ୍ୱପ୍ନଟି, ସେହି ସ୍ୱପ୍ନଟିରେ ତାର ବହୁତ ଗୁଡ଼ାଏ ପ୍ରଶ୍ନ ସୃଷ୍ଟି କରିଛି। ସେ ହୃଦୟଙ୍ଗମ କରିପାରିଲା ସେ ଗୋହତ୍ୟା କରିଛି, ତାହାକୁ ପ୍ରାୟଶ୍ଚିତ କରିବାକୁ ପଡ଼ିବ। ଏହି ବିଷୟରେ ଗାଁର ପୁରୋହିତ କହିଲେ ଯେ ତାହାକୁ 3 ପାଦ ଦୋଷ ଲାଗିଛି। ପୁରୁଷୋତ୍ତମ କ୍ଷେତ୍ରକୁ ଯାଇ ମୁକ୍ତି ମଣ୍ଡପରେ ପ୍ରାର୍ଥନା କରିଲେ ସେ ଉକ୍ତ ପାପରୁ ମୁକ୍ତି ପାଇବ। ପ୍ରାୟଶ୍ଚିତ ନ କରିବା ଯାଏଁ ସେ ଦାନ୍ତରେ ତୀରଣ ଧରିବ ଏବଂ କଥା କହିବ ନାହିଁ ବୋଲି ପୁରୋହିତ ନିର୍ଦ୍ଦେଶ ଦେଲେ। ପୁରୋହିତ ନିଧି ମିଶ୍ର ନାନା ବିଧିବିଧାନ ବାହାର କରି ତାହାକୁ ଚିତ୍ରରେ ଦେଖାଇ ଦେଲେ ଗୋହତ୍ୟା କରିଥିବା ବ୍ୟକ୍ତିମାନେ ମୃତ୍ୟୁ ପରେ କିପରି ଯମଦୂତଙ୍କ ଦ୍ୱାରା ଅତି ନିର୍ମମ ଭାବରେ ଦଣ୍ଡିତ ହୁଅନ୍ତି। ପଦ୍ମପୁରାଣରେ ଚିତ୍ର ଦେଖି ପୁରୋହିତଠୁ କଥା ଶୁଣି ପହଲିର
ମାନସିକ ଅବସ୍ଥା ଉତ୍କଟତର ହେବାକୁ ଲାଗିଲା। ସେ ପଦ୍ମପୁରାଣର କଥା ଶୁଣି ଦିନରେ ବିଳିବିଳେଇ ହେଲା। ଆଇଲା ଆଇଲା ହେଇ ଆସିଲା। ସେହିଠାରୁ ପହଲି ଲୋକମୁଖରେ ଅନ୍ଧାରୁଆ ନାମରେ ପରିଚିତ ହେଲା। ସେଇ ଯେଉଁ ପଦ୍ମପୁରାଣରେ ଚିତ୍ର ଦେଖି ପୁରୋହିତଠାରୁ କଥାଟି ଶୁଣି ପହଲିର ମାନସିକ ଅବସ୍ଥା ବିଗିଡ଼ିଗଲା, ଯାହାଫଳରେ ସେ ଦିନରେ ମଧ୍ୟ ବିଳିବିଳେଇଲା, ଯାହାକି ସେ ଭାବୁଥିଲା ବା କହୁଥିଲା ଆଇଲା ଆଇଲା ହେଇ ଆସିଲା। ଏଇଟା ପହଲିର ଡାଇଲଗ୍ ଥିଲା। ଏଇଟା ସର୍ଟ କୋଶ୍ଚିନ୍ ଆସିପାରେ। ସେଇ ଦିନଠାରୁ ପହଲି ଲୋକମାନଙ୍କ ମୁଖରେ ଅନ୍ଧାରୁଆ ନାମରେ ପରିଚିତ ହେଲା, ଅର୍ଥାତ୍ ଦିନରେ ସେ ବିଳିବିଳେଇ ହେଉଥିଲା, ତେଣୁ ଅନ୍ଧାରୁଆ ନାମରେ ପରିଚିତ ହେଲା। ନିଜ ସ୍ତ୍ରୀର ରସ ଖଡ଼ୁ ଏବଂ ଘରର ବାସନକୁସନ ବିକି 5 ଟଙ୍କା ଧରି ପୁରୁଷୋତ୍ତମ କ୍ଷେତ୍ର ମୁଖେ ଯାତ୍ରା କଲା ପହଲି। ଏକାକୀ ସୁନସାନ ରାସ୍ତାରେ ଯାଉଥିଲା ବେଳେ ଗୋହତ୍ୟା ପାପ ବିଷୟରେ ଚିନ୍ତା କରୁଥାଏ। ତାର ଗାଁର ରାମା ଗଉଡ଼ ଗୋହତ୍ୟା କରି ଶେଷରେ କିପରି ମୃତ୍ୟୁବରଣ କଲା, ସେହି ବିଷୟ ମନେ ପଡ଼ି ନିଜ ପାଇଁ ଏକ ଦାରୁଣ ଭୟ ସୃଷ୍ଟି କଲା। ଧୀରେ ଧୀରେ ସେ ଯାଇ ପୁରୁଷୋତ୍ତମ କ୍ଷେତ୍ରରେ ପହଞ୍ଚିଲା ଏବଂ ସେ ସେଠାରେ ବଡ଼ ଠାକୁରଙ୍କ ନାମ ଜପିବାକୁ ଲାଗିଲା। ଫଳରେ କ୍ରମଶଃ ପାପରୁ ମୁକ୍ତିଲାଭ କରିବାର ଅନୁଭବ କଲା। ବେକରେ ହାଡ଼ମାଳ କୁଷ୍ଠରୋଗୀଙ୍କ ମଧ୍ୟରେ ବସି ମାସେ 21 ଦିନ ପର୍ଯ୍ୟନ୍ତ ସେ ପୁରୁଷୋତ୍ତମ କ୍ଷେତ୍ରରେ ଅତିବାହିତ କରିଛି। ସର୍ଟ କୋଶ୍ଚିନ୍ ଆସିପାରେ, ପହଲି କେତେ ଦିନ ଧରି ପୁରୁଷୋତ୍ତମ କ୍ଷେତ୍ରରେ ଅତିବାହିତ କରିଛି? ମାସେ 21 ଦିନ ପରେ ସେ ପଞ୍ଚଗବ୍ୟ ହୋଇଛି ବୋଲି ମୁକ୍ତି ମଣ୍ଡପର ବ୍ରାହ୍ମଣ ଭୋଜନ କରାଇ ଦକ୍ଷିଣା ଦେଇ ସେମାନଙ୍କ ପାଦଧୂଳି ନେଇଛି। ବ୍ରାହ୍ମଣ ଗୋସେଇଁମାନଙ୍କ ପାଦଧୂଳି ନେଇ ସେ ନିଜକୁ ପାପମୁକ୍ତି ବୋଲି ମନେ କରୁଛି। ତା ମନରେ ଅପୂର୍ବ ଆନନ୍ଦ ସୃଷ୍ଟି ହୋଇଛି। ସେ ମହାପ୍ରସାଦ ଓ ନିର୍ମାଲ୍ୟ ପାଣି ନେଇ ଘରକୁ ଆସିଛି। ହେଲେ ଘରକୁ ଆସି ଘରର ଅବସ୍ଥା ଦେଖି ତାର ସବୁ ସୁଖ ଚାଲିଯାଇଛି। ଘରେ 15 ଦିନ ହେଲା ଚାଉଳ ନାହିଁ। ହାଣ୍ଡିଶାଳ ଘର କାନ୍ଥଟି ଭୁଷୁଡ଼ି ପଡ଼ି ମାଟି ଗଦା ହୋଇଛି। ଜମିର ଧାନତକ ଜମିଦାର ତାର ଗତ ବର୍ଷର ଖଜଣା ଭାବେ ନେଇ ଯାଇଛନ୍ତି। ହାଣ୍ଡିଶାଳ ଘରର ହାଣ୍ଡିକୁଣ୍ଡି 2 ଖଣ୍ଡ କାନ୍ଥ ଭୁଷୁଡ଼ି ପଡ଼ି ଭାଙ୍ଗି ଯାଇଛି। ବନ୍ଧା ଛନ୍ଦା ବିକାବିକି କରି ଚଳିବା ପାଇଁ ମଧ୍ୟ ଆଉ କିଛି ନାହିଁ। ସେହିଦିନ ରାତିରେ ସେ ଆଣିଥିବା ମହାପ୍ରସାଦକୁ ଖାଇ 2 ପ୍ରାଣୀ କଟାଇ ଦେଇଛନ୍ତି। ପହଲି ଗ୍ରାମକୁ ଫେରି ଆସିବା ଖବର ଶୁଣି ଗାଁର ବ୍ରାହ୍ମଣମାନେ ତା ନିକଟକୁ ଆସି କହିଲେ ବ୍ରାହ୍ମଣ ଭୋଜନ ଦେବା ପାଇଁ ଏବଂ ବ୍ରାହ୍ମଣ ସୁଦ ନ କଲେ ଗୋହତ୍ୟା ପାପରୁ ମୁକ୍ତି ନାହିଁ ବୋଲି କହିଲେ। ଏହି ସମୟରେ ଜମିଦାରଙ୍କ ପ୍ରିୟ ଦାସୀ ଦୁଆରେ ଆସି ଠିଆ ହେଲା ଏବଂ ଗତ ବର୍ଷର ଖଜଣା ଦାଖଲ ନ କଲେ ଜମିଦାର ମକଦ୍ଦମା କରିବେ ବୋଲି କହିଲା। ଗାଁର ଜାତିଭାଇମାନେ ଗାଁର ଜାତିଭେଦା ଦେଇ ସୁଧ ହେବାକୁ ବାଧ୍ୟ କଲେ, କିନ୍ତୁ ଏହି ସମସ୍ତ ଖର୍ଚ୍ଚ ମେଣ୍ଟାଇବାକୁ ସେ ସକ୍ଷମ ହେଲା ନାହିଁ। ସେ ମୂଲ ଲାଗି କିଛି ରୋଜଗାର କରିବା ପାଇଁ ବାହାରି ପଡ଼ିଲା, ମାତ୍ର କୌଣସି କାର୍ଯ୍ୟ ନ ପାଇ ନିରାଶରେ ଘରକୁ ଫେରିଲା। ଜାତିଭେଦା ନ ଦେବାରୁ ଗାଁ ଲୋକମାନେ ଘୃଣା କରିବାକୁ ଲାଗିଲେ। ପରିଶେଷରେ ସେମାନେ ତାକୁ ଏକଘରିଆ କରିଦେଇ ଗାଁର ଧୋବା ପାଣି ନିଆଁ ମନା କରିଦେଲେ। ଶେଷରେ ପହଲିକୁ ଏକଘରିଆ କରିଦେଇଛନ୍ତି, ଯାହାକି ଧୋବା ପାଣି ନିଆଁ ଏସବୁ ମନା କରିଦେଇଛନ୍ତି। ପହଲି ଉପାୟ ଶୂନ୍ୟ ହୋଇ ଗେଲି ବୋଉକୁ ତା ବାପା ଘରେ ଛାଡ଼ିଦେଲା। ପହଲି କିଛି ନ କରିପାରି ଶେଷରେ ଗେଲି ବୋଉ ଅର୍ଥାତ୍ ତା ସ୍ତ୍ରୀକୁ ତା ବାପା ଘରେ ଛାଡ଼ିଦେଲା। ନିଜେ କଷ୍ଟେ ମଷ୍ଟେ ଗାଁର ସେହି ଭଙ୍ଗା ଘରେ ପଡ଼ି ରହିଲା। ଗାଁ ଲୋକର ଘୃଣାର ସମ୍ମୁଖ ହୋଇ ତାର ମାନସିକ ଅବସ୍ଥା ଖରାପ ହେଲା ଏବଂ ପାଗଳ ହୋଇଗଲା। ଗାଁର ଏକ ପାହାଡ଼ ଉପରେ ବସିଥିଲା। ତାପରେ କହୁଛି, ହେଇ ଆଇଲା ଆଇଲା, କେଡ଼େ ସିଂହ, ଖାଲି ସଁ ସଁ ହେଉଛି, ମୁଁ ମରିଗଲି ସାଆନ୍ତେ। ଦିନକୁ ଦିନ ତାର ମାନସିକ ସ୍ଥିତି ବିଗିଡ଼ିବା ସହ ତା ଦେହ ମଧ୍ୟ କ୍ଷୀଣ ହେବାକୁ ଲାଗିଲା। ସେ ସେହି ପାହାଡ଼ ଉପରେ ବସି ତଳକୁ ଚାହିଁ ଦେଖିଲା ରାମାଗୌଡ଼ର ଶବ ପଡ଼ିଛି ଏବଂ ଚିଡ଼ି ଚିଡ଼େଇ ଗୋଟିଏ ମୁନିଆ ପଥର ଉପରେ ପଡ଼ିଗଲା। ଫଳରେ ସେ ଛଟପଟ ହୋଇ ଶେଷ ନିଶ୍ୱାସ ତ୍ୟାଗ କଲା। ସେଇ ପାହାଡ଼ ପଥର ଉପରେ ତାର ଶେଷ ନିଶ୍ୱାସ ତ୍ୟାଗ କରିଛି। ଖବର ପାଇ ସେ ରାତିରେ ଗେଲି ବୋଉ ଆସିଲା, ମାନେ ସେହି ରାତିରେ ହିଁ ଖବର ପାଇ ଗେଲି ବୋଉ ଆସିଛି। ସେ ପହଲିକୁ ଦେଖିବା ପାଇଁ କେତେ ଲୋକଙ୍କ ପାଖରେ ନେହୁରା ହେଲା, ମାତ୍ର ଗାଁ ଲୋକ କେହି ବି ରାତି ଅଧରେ ମୁଣ୍ଡିଆ ଉପରକୁ ଯିବାକୁ ମଙ୍ଗିଲେ ନାହିଁ।
ଇଚ୍ଛା ପ୍ରକାଶ କଲେ ନାହିଁ ସେ ମୁଣ୍ଡିଆ ଉପରକୁ ଯିବା ପାଇଁ ରାତି ଅଧରେ। ବଡ଼ି ସକାଳୁ ଗେଲି ବୋହୂ ଅର୍ଥାତ୍ ପହଲିର ସ୍ତ୍ରୀ ମୁଣ୍ଡିଆ ପାହାଡ଼, ଯେଉଁଠି ମୁଣ୍ଡିଆ ଅର୍ଥାତ୍ ପାହାଡ଼ ଉପରକୁ ଯାଇ ଦେଖିଲା ପହଲି ମରିଗଲାଣି। ଅଣସୁଦିଆ ପହଲିର ମୁର୍ଦାର କେମିତି ଉଠିବ, ଏକଥା ନେଇ ଗାଁରେ ଭାରି ଯୁକ୍ତିତର୍କ ଚାଲିଥିଲା। ଗେଲି ବୋହୂ ସ୍ୱାମୀକୁ ଶୁଦ୍ଧି କରିବା ପାଇଁ ବାପଘରୁ ଆଣିଥିବା 10ଟି ଟଙ୍କା ଗାଁର ମୁରବୀମାନଙ୍କ ହାତକୁ ବଢ଼ାଇ ଦେଇ ଲମ୍ବ ହୋଇ ସମସ୍ତଙ୍କ ଗୋଡ଼ ତଳେ ପଡ଼ିଗଲା। ବ୍ରାହ୍ମଣ ଗୋସାଇଁ ଆଉ ଜାତି ଭାଇମାନେ ଖୁସି ହୋଇ ପହଲିର ମୁର୍ଦାକୁ ଆଶୀର୍ବାଦ କଲେ, ଅର୍ଥାତ୍ ସେ ମୁର୍ଦାକୁ ନେଇ ସେ ଶୁଦ୍ଧିକ୍ରିୟା କରିଛନ୍ତି। ପହଲି ଉକ୍ତ ପାପ କରିଥିବା ସେହି ଚାପରେ ତାର ମାନସିକ ଅବସ୍ଥା ବିଗିଡ଼ି ଯାଇ ସେ ଦିନରେ ବିଳିବିଳେଇ ହେଲା, ଯାହାଫଳରେ ଲୋକେ ତାକୁ ଅନ୍ଧାରୁଆ ନାମରେ ଡାକିବାକୁ ଲାଗିଥିଲେ। ତା ପରଠାରୁ ପହଲି ଅନ୍ଧାରୁଆ ନାମରେ ଲୋକ ମୁଖରେ ପରିଚିତ ହେଲା। ପହଲି ମାନସିକ ଅବସ୍ଥାରେ ଯେଉଁ ବିଗିଡ଼ି ଯାଇଥିଲା, ଦିନରେ ବିଳିବିଳେଇ ହେଉଥିଲା, ହେଇ ଆଇଲା ଆଇଲା, ହେଇ ଆସିଲା କହିକି ଯେଉଁ ବିଳିବିଳେଇ ହେଲା, ଯାହାଫଳରେ ଲୋକେ ତାକୁ ଅନ୍ଧାରୁଆ ନାମରେ ଡାକିବାକୁ ଲାଗିଲେ। ସେଦିନଠାରୁ ବା ତା ପରଠାରୁ ପହଲି ଅନ୍ଧାରୁଆ ନାମରେ ଲୋକ ମୁଖରେ ପରିଚିତ ହୋଇ ରହିଗଲା। ଏହା ଥିଲା ଅନ୍ଧାରୁଆ। ସଚ୍ଚିଦାନନ୍ଦ ରାଉତରାୟଙ୍କର ଗଳ୍ପଟି ଶେଷ ହେଉଛି।